ରୁବି କହିବେ ଆଦର୍ଶ ଯେଉଁ ଝିଅର ବାପା ମାଆଙ୍କ ଠିକ୍ ଠିକଣା ନାହିଁ ଏମିତି ଝିଅ ସହିତ ତୋର ପ୍ରେମ ହେଲା କେମିତି? ଦୁନିଆରେ ତୋତେ ଏଇ ଗୋଟେ ଝିଅ ହିଁ ମିଳିଲା ଆଉ କେହି ମିଳିଲେନି? ତାପରେ ଆଦର୍ଶ କହିବେ ନାଇଁ ମାଉସୀ, ମୋ ହିସାବରେ ପଲ୍ଲବୀଠୁ ବେଟର ଝିଅ ଆଉ କେହି ବି ମିଳିନଥାନ୍ତେ। ସେ ଯେମିତି ଅଛନ୍ତି ଯାହା ବି ଅଛନ୍ତି ମୋ ପାଇଁ ଏ ଘର ପାଇଁ କେବଳ ସିଏ ହିଁ ପରଫେକ୍ଟ। ପୁଣି କହିବେ ପଲ୍ଲବୀର ବାପା ମା କିଏ, ସେ କେଉଁ ଜାତିର, କେଉଁ ଧର୍ମର, କେଉଁ ଖାନଦାନର ଏସବୁ ମୋ ପାଇଁ କିଛି ବି ଫରକ ପକାଏନି। ତାପରେ ରୁବି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ପୁଣି ଆଦର୍ଶ କହିବେ ତାପରେ ବି ପଲ୍ଲବୀଙ୍କ ପ୍ରକୃତ ପ୍ୟାରେଣ୍ଟସ୍ କିଏ ମୁଁ ତାଙ୍କ ପାଇଁ ନିଶ୍ଚୟ ଖୋଜି ବାହାର କରିବି। ପୁଣି କହିବେ ଆଣ୍ଡ ମୁଁ ଚାହୁଁଛି ଏସବୁ ଆଲୋଚନା ଏଇଠି ଶେଷ ହେବା ଦରକାର। ତାପରେ ସେଠାରୁ ଚାଲି ଯାଉଥିବେ ଆଉ ରୁବି କହିବେ ହଁ ଶୁଣ ବହୁତ ବଡ଼ ହେଇଗଲୁ ନା ତୁ, ସେଥିପାଇଁ ମାଉସୀର କଥାବାର୍ତ୍ତା ତୋତେ ଖରାପ ଲାଗୁଛି, କିନ୍ତୁ ମନେ ରଖ ମୁଁ ଯାହା ବି କହୁଛି ତୋର ମଙ୍ଗଳ ପାଇଁ କହୁଛି। ତାପରେ ଆଦର୍ଶ କହିବେ କିଛି ଦରକାର ନାହିଁ ମାଉସୀ, ଏବେ ତ ଆପଣ କହିଲେ ନା କି ମୁଁ ବହୁତ ବଡ଼ ହେଇଗଲିଣି, ସୋ ମୋ ମଙ୍ଗଳ କଥା ମୁଁ ଚିନ୍ତା କରିବି, ଆପଣଙ୍କୁ ଚିନ୍ତା କରିବା କିଛି ଦରକାର ନାହିଁ। ପୁଣି କହିବେ ସୋ ପ୍ଲିଜ୍ ଡୋଣ୍ଟ ଇଣ୍ଟରଫେୟାର ଇନ୍ ମାଇ ମ୍ୟାରେଡ୍ ଲାଇଫ୍। ତାପରେ ରୁବି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ସେଠାରୁ ତାଙ୍କ ରୁମ୍କୁ ଯାଉଥିବେ ଆଉ ରୁବି କହିବେ କ'ଣ ଏ ଘରର ପିତୃପୁରୁଷ, ଇଷ୍ଟଦେବତା, ବାପା ମା ଜଣା ନଥିବା ଗୋଟେ ଅନାଥ ଝିଅରୁ ପାଣି ପିଇବେ? ତାପରେ ଆଦର୍ଶ ରାଗିଯାଇ କହିବେ ବହୁତ ହେଇଗଲା, ଏସବୁ ବହୁତ ହେଇଗଲା। କହିଲି ନା ମାଉସୀ, ଏ ଟପିକ୍ ଉପରେ କୌଣସି ଚର୍ଚ୍ଚା ହେବା ଦରକାର ନାହିଁ। ଏ ବିଷୟରେ ମୁଁ କିଛି ବି ଶୁଣିବାକୁ ଚାହୁଁନି, କିଛି ବି ନୁହେଁ। ତାପରେ ସେଠାରୁ ଚାଲିଯିବେ। ତାପରେ ମାୟା ଆଦର୍ଶଙ୍କ ରୁମ୍କୁ ଆସିବେ। ତାପରେ ଆଦର୍ଶ କହିବେ ମୁଁ ମାନୁଛି ରୁବି ମାଉସୀ ଆମର ନିଜର, କିନ୍ତୁ ପଲ୍ଲବୀ କ'ଣ ଆମର ନିଜର ନୁହନ୍ତି? ଯେ କୌଣସି ସମୟରେ ଯେ କେହି ବି ଘରକୁ ଚାଲି ଆସୁଛି ପଲ୍ଲବୀଙ୍କୁ ଗୋଟେ ହଜାରେ କଥା କହୁଛି ମା, ହେଲେ କାହିଁକି ମା? କେତେବେଳେ ରୂପସା ତ କେତେବେଳେ ମାଲିନୀ ଆଣ୍ଟି, କେତେବେଳେ ନନ୍ଦିନୀ ତ କେତେବେଳେ ରୁବି ମାଉସୀ, ସବୁଥର ପଲ୍ଲବୀଙ୍କୁ ପ୍ରୁଭ୍ କରିବାକୁ ପଡ଼ୁଛି, କାହିଁକି ମା? ପୁଣି କହିବେ ମୋ ପାଇଁ ପଲ୍ଲବୀଙ୍କଠୁ ଅଧିକା ଇମ୍ପୋର୍ଟାଣ୍ଟ ଆଉ କେହି ବି ନୁହେଁ ମା। ତାପରେ ମାୟା କହିବେ ଆଦର୍ଶ ରୁବି ଦିଦି ହେଉଛି ମୋ ନିଜ ଭଉଣୀ। ତୁ ଯେମିତି କହିଲୁ ତୋ ପାଇଁ ପଲ୍ଲବୀ ଇମ୍ପୋର୍ଟାଣ୍ଟ, ଠିକ୍ ସେମିତି ମୋ ପାଇଁ ମୋ ଦିଦି ଇମ୍ପୋର୍ଟାଣ୍ଟ। ମୁଁ ତୋତେ କେବଳ ଏତିକି କହିବାକୁ ଚାହୁଁଛି ଆଦର୍ଶ, କେବଳ ଆମକୁ ଦେଖା କରିବା ପାଇଁ ଦିଦି ମଲେସିଆରୁ ଏଠିକି ଧାଇଁ ଆସିଛି, ତେଣୁ ତୁ ତାକୁ ସେମିତି ସମ୍ମାନ ଦେଇ କଥା କହିବା ଉଚିତ। ଆଜି ତୋ ଲାଗି ସେ ବହୁତ ମନ ଦୁଃଖ କରିଛି। ତାପରେ ଆଦର୍ଶ କହିବେ ଦେଖ ମା, ପଲ୍ଲବୀଙ୍କ ପାଇଁ ଯାହା ମନରେ ସମ୍ମାନ ନାହିଁ ତା ପ୍ରତି ମୋ ମନରେ ବି କୌଣସି ସମ୍ମାନ ନାହିଁ। ତାପରେ ମାୟା ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତ ଦର୍ଶକ ବନ୍ଧୁ, ସତରେ କ'ଣ ପଲ୍ଲବୀଙ୍କ ପ୍ରକୃତ ବାପା ମାଆଙ୍କୁ ଆଦର୍ଶ ଖୋଜି ପାଇବେ? ଆଗକୁ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।